ନିଅ ନିଅ। ଖାଇବା ଆସିଗଲା। ତମ ଖାଅ। ଆରେ ତମେ କଣ ଟୁଲ ରେ ବସିଲା, ଏଠି ବସୁନ ମୋ ପାଖରେ। ଏ କାଲି ଯୋଉ ପ୍ରବଚନ ଶୁଣି ଯାଇନଥିଲି, ହଁ ସେଠି ବାବା କହିଲେ ସ୍ୱାମୀଙ୍କ ସାଙ୍ଗରେ କେବେ ବସିବନି, ସ୍ୱାମୀଙ୍କ ସ୍ଥାନ ବହୁତ ଉପରେ, ସେଥିପାଇଁ କେବେ ସାଙ୍ଗରେ ବସିବନି, ସେଥିପାଇଁ ମୁଁ ଏଠି ବସିଛି। ଆରେ ବା। ଆଚ୍ଛା ହୁଁ। ଯଦି ମୁଁ ଏଇ ଟୁଲ ଉପରେ ବସିଲି, ତମେ କୋଉଠି ବସିବ ଏବେ? ତମେ ଯଦି ଷ୍ଟୁଲ ଉପରେ ବସିବ ମୁଁ ତଳେ ବସି ପଡିବି। ଆରେ ବାହ, କି ଭକ୍ତି, ପୁରା ଫୁଲ ଆଧ୍ୟାତ୍ମିକ ହେଇଯାଇଛ। ଠିକ ଅଛି। ଆଚ୍ଛା ଯଦି ମୁଁ ତଳେ ବସିଲି, ତମେ କୋଉଠି ବସିବ ଏବେ ତମେ କୁହ? ଆରେ କିଛି ନାହିଁ, ମୁଁ ସେଇଠି ସାଇଡରେ ଗୋଟେ ଗାତ ଖୋଳିଦେବି, ସେଠି ବସି ପଡିବି। ହଁ କି? କିନ୍ତୁ ତମ ସାଙ୍ଗରେ ବସିବିନି। ଏଇଭଳି ସ୍ତ୍ରୀ ଭାଗ୍ୟରେ ଥିଲେ ମିଳେ। ଏତେ ରେସପେକ୍ଟ କୁଆଡେ ରଖିବୁ ଆମେ। ଆଚ୍ଛା ହୁଁ। ଯଦି ମୁଁ ଗାତରେ ବସିଲି, ତମେ କୋଉଠି ବସିବ? ତମକୁ ବେଶୀ ସମ୍ମାନ ଦରକାର ନାହିଁ ବୋଧେ ହେଲା। ଗାତରେ ବସିବି, ଯାଅ ଗାତରେ ବସ, ସେଟା ମାଟି ପକେଇଦେବି, ସେଠୁ ତମ ଉପରେ ବସି ପଡିବି। ତମେ ବୁଝ ସାଡେ ଖାଉ ଚୁପଚାପ।